ଛୁଟିରେ ଆସିଥିବା ଆର୍ମି ଅଫିସର ଯେତେବେଳେ ଘରେ ପହଞ୍ଚିଥିଲା ସେତେବେଳେ ଘରେ ତାଲା ଦିଆଯାଇଥିଲା। ନିଜ ପାଖରେ ଥିବା ଚାବିରେ ଘର ଖୋଲି ଭିତରେ ପଶିଥିଲା। ଘର ଭିତରେ ଥିବା ବେଡ୍ରୁମ୍ରୁ ଏକ ଅଜବ ଶବ୍ଦ ଶୁଣି ବେଡ୍ରୁମ୍ର କବାଟ ଠକ୍ ଠକ୍ କଲା। ଆଉ ଯାହା ଦେଖିଥିଲା ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ଉଲଗ୍ନ ଅବସ୍ଥାରେ ନିଜ ଇନ୍ସପେକ୍ଟର ସ୍ତ୍ରୀ ଜଣେ ଚାବାଲା ସହିତ ସମ୍ପର୍କ ରଖୁଥିଲା। ନିଜକୁ ସମ୍ଭାଳି ପାରିଲାନି। ଆଉ ଯାହା କଲା ସେ କଥା ଶୁଣିଲେ ବୋଧହୁଏ ଜଣେ ସ୍ତ୍ରୀ ତା ସ୍ୱାମୀକୁ ଧୋକା ଦେବା ପୂର୍ବରୁ 100 ଥର ଭାବିବ। ଆଉ ଯିଏ ଅନ୍ୟ ସ୍ତ୍ରୀ ସହ ସମ୍ପର୍କ ରଖିବାକୁ ଚେଷ୍ଟା କରିବ ପୂର୍ବରୁ 1000 ଥର ଚିନ୍ତା ବି କରିବ। ଏ କାହାଣୀ ଜଣେ ସ୍ୱାମୀର ଧୋକା ଖାଇବାର କାହାଣୀ ନଥିଲା ଆଜ୍ଞା। ଏ କାହାଣୀ ଥିଲା ଜଣେ ଆର୍ମି ଅଫିସରର ଯିଏ ନିଜ ଦେଶ ପାଇଁ ନିଜ ଭାରତ ମାଆର ରକ୍ଷା କରିବାକୁ ଘର ପରିବାର ଛାଡ଼ି ବାହାରେ ଡ୍ୟୁଟି କରୁଥିଲା। ଏ କାହାଣୀ ଗୋଟେ ସ୍ତ୍ରୀର ନଥିଲା ଆଜ୍ଞା। ଏ କାହାଣୀ ଥିଲା ଜଣେ ପୋଲିସ ଇନ୍ସପେକ୍ଟରର ଯିଏ ଥାନାରେ ଏମିତି ହଜାର ହଜାର ସ୍ୱାମୀ ସ୍ତ୍ରୀଙ୍କ କେସ୍କୁ ସମାଧାନ କରୁଥିଲା। ଆଉ ଯିଏ ମାନୁନଥିଲା ତା ନାଁରେ କେସ୍ କରି ତାକୁ ଜେଲ୍ ମଧ୍ୟ ପଠାଇ ଦେଉଥିଲା। ଆଜି ସେଇ ଇନ୍ସପେକ୍ଟରର ଆର୍ମି ସ୍ୱାମୀ ଲାଚାର ଥିଲା କାହିଁକିନା ତା ସ୍ତ୍ରୀ ଆଜି ନିଜେ ପରକ୍ରିୟା ପ୍ରୀତିରେ ଲିପ୍ତ ଥିଲା। ଆଉ ଯାହା ସହ ସମ୍ପର୍କ ରଖୁଥିଲା ସେ ଜଣେ ଚାବାଲା ଥିଲା। ଆଉ ସେଇ ଇନ୍ସପେକ୍ଟରର ଘରେ ଚାକର ବି ଥିଲା। ସ୍ୱାମୀ ଏମିତି ଅଚାନକ ଘରକୁ ଆସିବ ବୋଲି ନା ସେ ଚାବାଲା ଜାଣିଥିଲା ନା ସେ ଚରିତ୍ରହୀନ ଇନ୍ସପେକ୍ଟର ସ୍ତ୍ରୀ ଜାଣିଥିଲା। ଆସନ୍ତୁ ଜାଣିବା ପୁରା କାହାଣୀ। ଆର୍ମିରେ ଚାକିରି କରୁଥିବା ସ୍ୱାମୀ ଅଜିତ ଅନେକ ସମୟରେ ବାହାରେ ରହୁଥିଲା। ସ୍ତ୍ରୀ ମୋନିକା ବି ଥାନାରେ ଇନ୍ସପେକ୍ଟର ଥିଲା। ସେଥିପାଇଁ ସ୍ୱାମୀଠୁ ତାକୁ ସବୁବେଳେ ଅଲଗା ରହିବାକୁ ପଡ଼ୁଥିଲା। ସୁନ୍ଦରୀ ମୋନିକା ସିନା ଇନ୍ସପେକ୍ଟର ଥିଲା ହେଲେ ସ୍ୱାମୀ ବିନା ନିଜ ଦେହରେ ଲାଗିଥିବା ସେ ନିଆଁକୁ ଲିଭେଇବାକୁ ଅନେକ ଚେଷ୍ଟା କରି ଅସଫଳ ହୋଇଯାଉଥିଲା। କାହିଁକିନା ସେ ଗୋଟେ ଥାନାର ଇନ୍ସପେକ୍ଟର ଥିଲା। ଯଦି ସେ ସେମିତି କିଛି କରେ ତେବେ ତା ଇଜ୍ଜତ ମାଟିରେ ମିଶିଯିବାର ଭୟ ଥିଲା। ତେଣୁ ଯେତେ କଷ୍ଟ ହେଉ ପଛେ ସହିବାକୁ ଅନେକ ଚେଷ୍ଟା କରୁଥିଲା। ହେଲେ କେତେ ଦିନ ଆଉ ନିଜକୁ ସମ୍ଭାଳିବ। ଏ ଦେହଟା ଯେତେବେଳେ କାମନାର ନିଆଁରେ ଜଳିବାକୁ ଲାଗେ ତାକୁ ଥଣ୍ଡା କରିବାକୁ ଗୋଟେ ମଣିଷ ଯେ ଏତେ ତଳକୁ ଖସି ଯାଇପାରେ ଏ କାହାଣୀ ଦେଖିଲେ ଆପଣ ନିଜେ ବି ବିଶ୍ୱାସ କରିପାରିବେନି ଆଜ୍ଞା। ଅଜିତ ଆର୍ମିରେ ଥିବାରୁ ସବୁବେଳେ ତାଙ୍କର ଡ୍ୟୁଟି ବାହାର ରାଜ୍ୟରେ ରହୁଥିଲା। ସ୍ତ୍ରୀ ମୋନିକା ନିଜ ମନକୁ ସବୁବେଳେ ବୁଝେଇ ରହୁଥିଲା। ଦିନେ ଥାନା ସାମ୍ନାରେ ଚା ବିକୁଥିବା ବଣ୍ଟି ଉପରେ ମୋନିକା ମ୍ୟାଡାମଙ୍କର ନଜର ପଡ଼ିଲା। ବଣ୍ଟି ପାଠ ପଢ଼ୁଥିଲା, ନିହାତି ଗରିବ ବି ଥିଲା। ନିଜ ପଢ଼ା ଖର୍ଚ୍ଚ ଆଉ ପରିବାର ପାଇଁ ସେ ଥାନା ଆଗରେ ଗୋଟେ ଛୋଟ ଚା ଦୋକାନ ଦେଇଥିଲା। ଯେଉଁ ଥାନାରେ ମୋନିକା ମ୍ୟାଡାମ ଇନ୍ସପେକ୍ଟର ଥିଲେ। ବଣ୍ଟି ଥାନାକୁ ଚା ନେଇ ଯାଉଥିଲା। ଆଉ ଯେତେବେଳେ ମୋନିକା ମ୍ୟାଡାମକୁ ଦେଖୁଥିଲା ତାଙ୍କ ସୁନ୍ଦରୀ ଚେହେରା ଦେଖି ଟିକେ ହଟକି ଯାଉଥିଲା। ମୋନିକା ମ୍ୟାଡାମ ସବୁବେଳେ ବଣ୍ଟିର ଏମିତି ଚାହାଣୀକୁ ଦେଖି ତାଙ୍କୁ ବୁଝିବାକୁ ବାକି ନଥିଲା ଯେ ବଣ୍ଟି ତା ଆଡ଼କୁ ଆକୃଷ୍ଟ ହୋଇସାରିଛି। ତେଣୁ ମୋନିକା ମ୍ୟାଡାମ ତାକୁ ପାଖକୁ ଡାକିଲେ ଆଉ ତାଙ୍କ ଘରେ କାମ କରିବାକୁ ଅଫର ବି ଦେଲେ। ବଣ୍ଟି ଏ କଥା ଶୁଣି ଖୁସି ହେଇଗଲା। ଏକ ତ କାମ ବାବଦରେ ଟଙ୍କା ମିଳିବ ଆଉ ସବୁବେଳେ ମୋନିକା ମ୍ୟାଡାମକୁ ଦେଖିବାକୁ ବି ମିଳିବ। ପରଦିନ ବଣ୍ଟି କାମ କରିବାକୁ ମୋନିକା ମ୍ୟାଡାମଙ୍କ ଘରେ ପହଞ୍ଚିଯାଏ। ଘରର ସବୁ କାମ କରେ। ଆଉ ୟାରି ଭିତରେ ମୋନିକା ମ୍ୟାଡାମ ନିଜ ଦେହରେ ଲାଗିଥିବା ସେ କାମନାର ନିଆଁକୁ ଲିଭେଇବାକୁ ବଣ୍ଟିକୁ ନିଜ ବେଡ୍ରୁମ୍ ଭିତରେ ବେଡ୍ ପାର୍ଟନର ବନେଇ ଦିଅନ୍ତି। ଏବେ ମୋନିକା ମ୍ୟାଡାମ ଚା ବାଲା ବଣ୍ଟିଠୁ ଦେହ ସୁଖ ନେଇ ବେଶ ମଜା କରୁଥିଲେ। କିନ୍ତୁ ଅଚାନକ ସ୍ୱାମୀ ଅଜିତ ଛୁଟି ନେଇ ଘରକୁ ଆସେ। ସ୍ୱାମୀ ଅଜିତକୁ ଏତେ ଦିନ ପରେ ଦେଖି ସ୍ତ୍ରୀ ମୋନିକା ଖୁସି ହେବା ବଦଳରେ ଆଶ୍ଚର୍ଯ୍ୟ ହେଇ ଅନେକ ପ୍ରଶ୍ନ ପଚାରି ଚାଲେ। ଆଉ ଘର ଭିତରେ କାମ କରୁଥିବା ବଣ୍ଟିକୁ ଦେଖି ସ୍ୱାମୀଙ୍କର ସନ୍ଦେହ ବି ବଢ଼ି ଚାଲେ। ଏପଟେ ସ୍ୱାମୀ ଆସିଲା ପରେ ସ୍ତ୍ରୀ ମୋନିକା ବଣ୍ଟି ସହ ଆଉ ସମ୍ପର୍କ ନ ରଖିପାରି ପାଗଳି ଭଳି ହେଉଥିଲା। କିନ୍ତୁ ଦିନେ ମୋନିକାକୁ ସୁଯୋଗ ମିଳିଥିଲା। ଆଉ ସେଇ ସୁଯୋଗ ଯେ ଶେଷ ସୁଯୋଗ ହେବ ସେ କଥା ମୋନିକାକୁ ଜଣା ନଥିଲା। ଅଜିତ ଦିନେ ସନ୍ଧ୍ୟାରେ ତାର ସାଙ୍ଗର ବାର୍ଥଡେ ପାର୍ଟିକୁ ଯିବାକୁ ବାହାରି ଯାଇଥିଲା। ଆଉ ସୁଯୋଗକୁ ଅପେକ୍ଷା କରିଥିବା ମୋନିକା ହାତଛଡ଼ା କରିବାକୁ ଚାହୁଁନଥିଲା। ଅଜିତ ବାର୍ଥଡେ ପାର୍ଟିକୁ ଗଲା ପରେ ମୋନିକା ବଣ୍ଟିକୁ ଫୋନ୍ କରି ଡାକିଥିଲା। ଆଉ ବଣ୍ଟିକୁ ଏତେ ଦିନ ପରେ ନିଜ ବେଡ୍ରୁମ୍ରେ ପାଇ ରୋମାନ୍ସ କରି ଚାଲିଥିଲା। ଉଭୟଙ୍କୁ ପାଇ ବେଶ ଖୁସି ଥିଲେ। ଆଉ ପ୍ରେମରେ ଏମିତି ମଜି ଯାଇଥିଲେ ଯେ ଅଜିତ ଘରକୁ ଆସିଛି ଆଉ ସେ ସାଙ୍ଗର ବାର୍ଥଡେ ପାର୍ଟିକୁ ଯାଇଛି ବୋଲି ଭୁଲି ଯାଇଥିଲେ। ସମୟ ରାତି 11ଟା। ଅଜିତ ପାର୍ଟିରୁ ଫେରିଥିଲା ଆଉ ଦେଖିଲା କବାଟ ଲକ୍ ଅଛି। ଭାବିଲା ମୋନିକା ବୋଧେ ଶୋଇପଡ଼ିଛି। ସେଥିପାଇଁ ତା ପାଖରେ ଥିବା ଏକ୍ସଟ୍ରା ଚାବିରେ ମେନ୍ ଗେଟ୍ ଖୋଲି ଭିତରକୁ ପଶିଥିଲା। ଆଉ ବେଡ୍ରୁମ୍ ଆଡ଼କୁ ମାଡ଼ି ଚାଲିଥିଲା। ହେଲେ ବେଡ୍ରୁମ୍ର ଯେତେ ଯେତେ ପାଖକୁ ଯାଉଥିଲା ସେତେ ସେତେ ଅଜୀବ ଶବ୍ଦ ଅଜିତର କାନକୁ ପାଗଳ କରୁଥିଲା। ବେଡ୍ରୁମ୍ ପାଖରେ ପହଞ୍ଚି କବାଟ ପିଟିଲା। କିଛି ସମୟ ପରେ ସେପଟୁ ଅର୍ଦ୍ଧଲଗ୍ନ ହୋଇ କବାଟ ଖୋଲିଥିଲା ମୋନିକା। ଆଉ ବଣ୍ଟି ବି ଅର୍ଦ୍ଧଲଗ୍ନ ଅବସ୍ଥାରେ ଠିଆ ହୋଇ ଥରୁଥିଲା। ନିଜ ସ୍ତ୍ରୀ ମୋନିକାକୁ ଏମିତି ପରପୁରୁଷ ପାଖରେ ଦେଖି ନିଜକୁ ସମ୍ଭାଳି ପାରିଲାନି ସ୍ୱାମୀ ଅଜିତ। ଆରମ୍ଭ କରିଦେଇଥିଲା ମୃତ୍ୟୁର ତାଣ୍ଡବ।
ସ୍ତ୍ରୀ ମୋନିକା ଭୟରେ ବାଥରୁମ୍ ଭିତରେ ପଶି ଯାଇଥିଲା ଆଉ ପୋଲିସକୁ କଲ୍ କରିଥିଲା। ଆଉ ସ୍ୱାମୀ ଅଜିତ ବଣ୍ଟିକୁ ପାଇ ତାକୁ ପିଟି ଚାଲିଥିଲା। ପୋଲିସ ପହଞ୍ଚିଲା ବେଳକୁ ବଣ୍ଟିର ଜୀବନ ଯାଇସାରିଥିଲା। ପୋଲିସ ଅଜିତକୁ କାବୁ କରିବା ସହିତ ବାଥରୁମ୍ରୁ ମୋନିକାକୁ ବି ଉଦ୍ଧାର କରିଥିଲା। କୋର୍ଟରେ କେସ୍ ଚାଲିଲା। ମୋନିକାକୁ ସସ୍ପେଣ୍ଡ କରିଦିଆଯାଇଥିଲା। ବଣ୍ଟିକୁ ମାରିଥିବା କାରଣରୁ ଅଜିତକୁ ବି ଜେଲ୍ ପଠାଇ ଦିଆଯାଇଥିଲା। ଏପଟେ ମୋନିକାର ଏହି ଚରିତ୍ରହୀନ କାମ ପାଇଁ ଚାକିରି ହରାଇବା ପରେ ଜେଲ୍ ଯାଇଥିବା ସ୍ୱାମୀ ଅଜିତକୁ ଛାଡ଼ପତ୍ର ବି ଦେଇଥିଲା। ଦର୍ଶକ ବନ୍ଧୁ, ଜଣେ ସ୍ୱାମୀ ଆର୍ମି ଅଫିସର ଆଉ ସ୍ତ୍ରୀ ପୋଲିସ ଇନ୍ସପେକ୍ଟର, କେତେ ବଡ଼ ସୁଖର ସଂସାର ଭାଙ୍ଗି ରୁଜି ଚୁରମାର ହୋଇଯାଇଥିଲା। ଜଣେ ଆର୍ମି ଅଫିସର ଦୁଃଖ ଜଣେ ସ୍ତ୍ରୀ ବୁଝିପାରେ ନା ଆଜ୍ଞା। ତାକୁ କେବଳ ତା ସ୍ୱାମୀଠୁ ଦେହ ସୁଖ ଦରକାର। ଯଦି ଜଣେ ଆର୍ମି ଅଫିସର ଘର ପରିବାର ଛାଡ଼ି ଡ୍ୟୁଟି ନ କରେ ତେବେ ଆମ ଦେଶ କେମିତି ସୁରକ୍ଷିତ ରହିବ ଆଜ୍ଞା। ଆଉ ଏକଥାକୁ ଯଦି ଜଣେ ପୋଲିସବାଲା ସ୍ତ୍ରୀ ନ ବୁଝିପାରେ ତେବେ ଅନ୍ୟ ସ୍ତ୍ରୀମାନେ କ'ଣ ବୁଝିବେ ଆଜ୍ଞା। ପୋଲିସବାଲା ମ୍ୟାଡ଼ାମ୍ ମୋନିକା ପାଇଁ ଗୋଟେ ନୁହେଁ ଦୁଇଟା ପରିବାର ଛାରଖାର ହୋଇଯାଇଥିଲା। କ'ଣ ଭାବୁଛନ୍ତି? ଆର୍ମି ଅଫିସର ଅଜିତ ବଣ୍ଟିକୁ ମାରି ଭୁଲ କରିଛନ୍ତି ନା ଠିକ୍ କରିଛନ୍ତି? ସେ ଜାଗାରେ ଯଦି ଅନ୍ୟ କେହି ଥାନ୍ତା ସେ କ'ଣ ଠିକ୍ ଏଇଆ କରିଥାନ୍ତା? ସବୁ କାହାଣୀ ଭଳି ଏ କାହାଣୀରେ ବି ଆପଣଙ୍କ ମତ କମେଣ୍ଟ କରି ନିଶ୍ଚୟ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।